ବସ୍ରେ ପାଖ ସିଟ୍ରେ ବସିଥିବା ଝିଅଟା ମୋତେ ବାରମ୍ବାର ଅନଉଥିଲା। ଭଦ୍ରକରୁ ବସ୍ରେ ଭୁବନେଶ୍ୱର ଯାଉଥିଲି। ସେ କିନ୍ତୁ ଆଗରୁ ସେ ସିଟ୍ରେ ବସିଥିଲା। ତା ପାଖ ସିଟ୍ଟା ଫାଙ୍କା ଥିଲା। ମୁଁ ବସିଗଲି। ହେଲେ ସେ ଏମିତି ବାରମ୍ବାର ଅନେଇବା ଦେଖି ମୁଁ ଟିକିଏ ଲାଜି ଯାଉଥିଲି। ଆଉ ଡର ବି ଲାଗୁଥିଲା, କାଳେ ଅଜାଣତରେ କିଛି ଭୁଲ କରିଦେଇଥିଲି କି। ବସ୍ ଯାଇ ପାଣିକୋଇଲିରେ ପହଞ୍ଚି ଯାଇଥିଲା। ଭାବିଲି ତାକୁ ପଚାରିବି କ'ଣ ପାଇଁ ଏମିତି ମୋତେ ଅନଉଛି। କିନ୍ତୁ ମୁଁ କିଛି ପଚାରିବା ଆଗରୁ ସେ କହିଲା, ଆପଣ ରାହୁଲ ନା? ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, ହଁ ମୁଁ ରାହୁଲ। ହେଲେ ଆପଣ ମୋତେ କେମିତି ଜାଣନ୍ତି? ମୁଁ ତ ଆପଣଙ୍କୁ ଜାଣିପାରୁନି। ସେ କହିଲା, କେମିତି ଜାଣିବେ? ଏତେ ଦିନ ହେଲା ଦେଖା ହେଇନି, ତା ଭିତରେ ମୋର ଚେହେରାଟା ବି ଟିକେ ବଦଳି ଯାଇଛି। ମୁଁ କହିଲି, ଆପଣ କିଏ ଟିକେ କହୁନାହାନ୍ତି। ସେ କହିଲା, ନାଇଁ ଆପଣ ଥରେ ତ ଗେସ୍ କରନ୍ତୁ ମୁଁ କିଏ। ଅନେକ ଭାବିଲି, ଚେହେରାଟାକୁ ମନେ ପକାଇବାକୁ ଚେଷ୍ଟା ବି କଲି, ହେଲେ ପାରିଲିନି। ଶେଷରେ କହିଲି, ନାଇଁ ମୁଁ ହାର ମାନିଗଲି, ଆପଣ କୁହନ୍ତୁ। ସେ କହିଲା, ମୋ ନାଁ ଇତିନା। ଏଇ ନାଁଟା ଶୁଣିଲା ପରେ ମୋ ଭିତରେ ଏକ ନୂଆ ଶିହରଣ ଖେଳି ଯାଇଥିଲା। ଫେରିଗଲି 25 ବର୍ଷ ତଳକୁ, ଯେତେବେଳେ କଲେଜରେ ପଢ଼ୁଥିଲି। ସେ କହିଲା, କ'ଣ ହେଲା, କ'ଣ ଭାବୁଛ, ଏବେ ଜାଣିପାରିଲ ନା ନାହିଁ? ତାକୁ ଭଲ ଭାବରେ ଦେଖିବାକୁ ଚେଷ୍ଟା କଲି, ହେଲେ ସେ ସୁନ୍ଦରୀ ଇତିନାଟା ଆଜି ଏମିତି ଦେଖାଯାଉଥିଲା ଯେ ମୁଁ ତାକୁ ଚିହ୍ନି ପାରୁନଥିଲି। କହିଲି, ହଁ ଜାଣିପାରିଲି ଇତି, କିନ୍ତୁ ସତରେ ତମେ ପୁରା ବଦଳି ଯାଇଛ। ସେ କହିଲା, ତମେ କିନ୍ତୁ ଜମା ବି ବଦଳିନାହ, ଯେମିତି ଥିଲ ସେମିତି, ସେଇ ଚେହେରା ସେମିତି ବି ଅଛି। ଆରେ ନାହିଁ ଇତି, ତମେ ଟିକେ ମୋଟା ହେଇଯାଇଛ, ମୁଁ ଜାଣିପାରିଲିନି। କୁଆଡ଼େ ଯାଇଥିଲ? ସେ କହିଲା, ଏ ବାଲେଶ୍ୱର, ଟିକେ କାମ ଥିଲା। ମୁଁ ଭୁବନେଶ୍ୱରରେ ରହୁଛି। ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ତମ ସ୍ୱାମୀ? ସେ କହିଲା, ସେ ଆଉ ଏ ଦୁନିଆରେ ନାହାନ୍ତି। ବ୍ଲଡ଼ କ୍ୟାନ୍ସରରେ ଆରପାରିକୁ ଚାଲିଗଲା ପରେ ଗୋଟେ ପୁଅକୁ ନେଇ ଭୁବନେଶ୍ୱରରେ ରହୁଛି। ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଜବ୍ କରୁଛି। ଆଉ ଏମିତି ଚାଲିଛି, ଖାଲି ପୁଅକୁ ମଣିଷ କରିବା ପାଇଁ ଷ୍ଟ୍ରଗଲ୍ କରୁଛି। ଆଉ ତମେ କୁଆଡ଼େ ଯାଉଛ? ଆଉ ତମେ କୁଆଡ଼େ ଯାଉଛ ରାହୁଲ? ମୁଁ କହିଲି, ମୁଁ ବି ଭୁବନେଶ୍ୱରରେ ରହୁଛି, ଘରକୁ ଆସିଥିଲି, ଫେରୁଛି। ସେ ପଚାରିଲା, ଆଉ ତମ ୱାଇଫ୍? ମୁଁ କହିଲି, ହଁ ଭଲ ଅଛି, ଗୋଟେ ପୁଅ ଆଉ ଗୋଟେ ଝିଅ। ମୁଁ ତାକୁ ପଚାରିଲି, ତମେ କ'ଣ ମିଟିକୁ ବାହା ହେଇ ନଥିଲ? ସେ କହିଲା, ନା। ଆଉ ତାପରେ ତା କଥା ଆରମ୍ଭ କରିଥିଲା। ଆଉ ତାର ସବୁ କଥା ଶେଷ ହେବା ପୂର୍ବରୁ ବସ୍ଟା ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା। ମୋ ନମ୍ବରଟା ମାଗିଲା, ଆଉ ଗୋଟେ ମିସ୍ କଲ୍ ଦେଇ କହିଲା, ଏଇଟା ମୋ ନମ୍ବର, ସେଭ୍ କରିଦେବ କହି ବିଦାୟ ନେଇ ଚାଲିଗଲା। ହେଲେ ମୋର ସେ ଦିନଗୁଡ଼ା ସବୁ ଆଖି ଆଗକୁ ଚାଲି ଆସୁଥିଲା। ମୁଁ ପ୍ରଥମ କରି କଲେଜରେ ପାଦ ଦେଇଥିଲି, ଆଉ ତାକୁ ହିଁ କ୍ଲାସ୍ ରୁମ୍ଟା ପଚାରିଥିଲି, ହେଲେ ସେ 2 ନମ୍ବର ରୁମ୍ କହି ଚାଲି ଯାଇଥିଲା। ଇତିନା ଦେଖିବାକୁ ଗୋଟେ ପରି ଭଳି ସୁନ୍ଦରୀ ଥିଲା। ସତ କହିବି, ମୁଁ ବି ତାକୁ ଲାଇନ୍ ମାରୁଥିଲି। କେବଳ ମୁଁ ନୁହେଁ, କଲେଜର ପ୍ରାୟ ଟୋକା ତାକୁ ହିଁ ଲାଇନ୍ ମାରୁଥିଲେ। ହେଲେ ତାର କିନ୍ତୁ ଆଗରୁ ଗୋଟେ ପ୍ରେମିକ ଥିଲା, ଯାହାର ନାଁ ଥିଲା ମିଟି। ସେ ସେଇ କଲେଜରେ ପଢ଼ୁନଥିଲା, କିନ୍ତୁ ଆଗରୁ ତାକୁ ଭଲ ପାଉଥିଲା। ଆଉ ଆମ କଲେଜ ଆସି ତାକୁ ସବୁବେଳେ ଦେଖା କରୁଥିଲା, କାହିଁକିନା ମିଟିର ଘରଟା କଲେଜ ପାଖରେ ଥିଲା। ତା ସହିତ କଥା ହେବାକୁ ବାହାନା ଖୋଜୁଥିଲି, ହେଲେ ସୁଯୋଗ ପାଉନଥିଲି। କିନ୍ତୁ ଦିନେ ତାକୁ ଆମ ଟ୍ୟୁସନରେ ଦେଖି ଖୁସି ହେଇଯାଇଥିଲି। ମୁଁ ଯେଉଁଠି ଟ୍ୟୁସନ୍ ହେଉଥିଲି, ସେ ବି ସେଠିକି ଟ୍ୟୁସନ୍ ହେବା ପାଇଁ ପ୍ରଥମ ଥର ଆସିଥିଲା। ପ୍ରଥମେ ତ ସେ କଥା ହେଉନଥିଲା, ତାପରେ ମୋର ଗୋଟେ ଭଲ ସାଙ୍ଗ ହୋଇଯାଇଥିଲା। ଏମିତି ବେଷ୍ଟ ଫ୍ରେଣ୍ଡ ହେଇଯାଇଥିଲା ଯେ ସବୁ ସୁଖ ଦୁଃଖ ମୋତେ ସେୟାର କରୁଥିଲା। ବେଳେବେଳେ ମୋତେ ତ ଏମିତି ଲାଗୁଥିଲା ସେ ମିଟିକୁ ଛାଡ଼ି ମୋ ଆଡ଼କୁ ଆକୃଷ୍ଟ ହେଉଥିଲା, କିନ୍ତୁ କହିବାକୁ ସାହସ ହେଉନଥିଲା। ଝିଅମାନଙ୍କ ଅପେକ୍ଷା ସେ ମୋ ସହିତ ବେଶୀ ସମୟ କାଟୁଥିଲା, ସେ ଟ୍ୟୁସନ୍ ହେଉ କି କଲେଜ ହେଉ। ଯେତେବେଳେ କ୍ଲାସ୍ ନଥିଲା, ଆମେ କଲେଜରେ ବସି ଅନେକ ଗପ ମାରୁଥିଲୁ। ସବୁ ଭୋଜିରେ ଆମ 2 ଜଣଙ୍କ ଯୋଡ଼ିକୁ ନେଇ ବେଶ ଚର୍ଚ୍ଚା ବି ହେଉଥିଲା। ହେଲେ ସେତେବେଳେ ବୋଧେ ପ୍ରେମ କ'ଣ ଆମକୁ ଜଣା ନଥିଲା। 25 ବର୍ଷ ତଳର ପ୍ରେମ ଆଉ ଆଜିକାଲିକା ପ୍ରେମ ଭିତରେ ଆକାଶ ପାତାଳ ଫରକ ଥିଲା। ସେତେବେଳେ ଯେଉଁ ଡର, ଆଜି ସେ ଡର ନାହିଁ। ଆଜି ତ ରାସ୍ତାଘାଟରେ ବି ପ୍ରେମ କରିବାକୁ ପ୍ରେମୀ ଯୁଗଳମାନେ ଖୁଲମ ଖୁଲା ବୁଲୁଛନ୍ତି। ସେତେବେଳେ କଥା ହେବାକୁ ବି ଡର ଲାଗୁଥିଲା। ସେତେବେଳେ ସିନା ମୋବାଇଲ ନଥିଲା କି ସ୍ମାର୍ଟଫୋନ୍ ନଥିଲା, କିନ୍ତୁ ହୃଦୟଟା ଅନେକ କିଛି କଥା କହିଦେଉଥିଲା। ପ୍ରେମର ମାନେକୁ ବୁଝିବାକୁ ବି ଅନେକ ସମୟ ଲାଗିଯାଉଥିଲା। ବାସ୍ ଏମିତିରେ 2 ବର୍ଷ ବିତି ଯାଇଥିଲା, ଆଉ ଏକ୍ଜାମ୍ ବି ସରିଯାଇଥିଲା। ମୁଁ ହଷ୍ଟେଲରୁ ଘରକୁ ପଳେଇ ଆସିଥିଲି। ଘରକୁ ଆସିଲା ପରେ ଲ୍ୟାଣ୍ଡ ଫୋନ୍ରୁ 2-3 ଥର ତା ସହିତ କଥା ହେଇଛି। ବାରମ୍ବାର କଲ୍ କରିବାକୁ ବି ଡର ମାଡ଼ୁଥିଲା, କାଳେ କ'ଣ କିଏ ଭାବିବ। ଆଉ ସେତେବେଳେ ଟେଲିଫୋନ୍ର ବିଲ୍ ବି ଯେମିତି ଆସୁଥିଲା, ଯିଏ ଟେଲିଫୋନ୍ ବ୍ୟବହାର କରୁଥିଲା ସେ କଥା ତାକୁ ଜଣାଥିଲା। ୟା ଭିତରେ ରେଜଲ୍ଟ ବାହାରି ସାରିଥିଲା, ହେଲେ ମୁଁ ଅଲଗା କଲେଜକୁ ପଳେଇ ଆସିଥିଲି। ତାପରେ ଥରେ ମାତ୍ର ତା ସହିତ ଦେଖା ହେଇଥିଲା, ଯେତେବେଳେ କଲେଜକୁ ଟିସି ଆଣିବାକୁ ଯାଇଥିଲି। ବାସ୍ ତା ପରଠୁ ଆଉ କେବେ ତା ସହିତ
ଦେଖା ହେଇନଥିଲା। ଆଉ ଆଜି ବସ୍ରେ ତାକୁ ଦେଖି କେମିତି ଜାଣିପାରିଥାନ୍ତି କହିଲେ? ଯେଉଁ ଚୁଲବୁଲି ଝିଅଟା ଏତେ ସୁନ୍ଦରୀ ଥିଲା, ଆଉ ଯିଏ ସବୁବେଳେ ଖୁସିରେ ଥିଲା, ସେ ପୁଣି ଏମିତି ଅବସ୍ଥାରେ ମୋ ସହିତ ଦେଖା ହେବ। ଆଉ ଯେଉଁ ଦୁଃଖ କାହାଣୀ କହିଥିଲା ତାକୁ ଭାବି ଭାବି ମୋ ଆଖିରୁ ଲୁହ ଆସିଯାଇଥିଲା। ସେ ଗ୍ରାଜୁଏସନ୍ ପାସ୍ କଲା ପରେ ତାଙ୍କ ପରିବାର ଲୋକେ ତା ବାହାଘର କରାଇ ଦେଇଥିଲେ। ଭଲ ପିଲାଟେ ଥିଲା, ଭଲ ଚାକିରି ବି କରିଥିଲା। ସେଥିପାଇଁ ପ୍ରସ୍ତାବକୁ ହାତଛଡ଼ା କରିବାକୁ ଚାହୁଁନଥିଲେ ପରିବାର ଲୋକେ। ଆଉ ସେତେବେଳେ ଏତେ ସାହସ ନଥିଲା ଯେ ନିଜ ପ୍ରେମ କଥା ଘରେ କହିପାରିବ। ଆଉ ମିଟି ସେତେବେଳେ କିଛି କରୁନଥିଲା। ମିଟିକୁ ଏ ବାହାଘର ବିଷୟରେ ସବୁ କହିଥିଲା, ହେଲେ ମିଟି ଲାଚାର ଥିଲା। ବିଧବା ମା ସହିତ ରହୁଥିବା ମିଟି ହାର ମାନି ଯାଇଥିଲା। ଆଉ ଶେଷରେ ଘର ଲୋକ ଠିକ୍ କରିଥିବା ପ୍ରସ୍ତାବରେ ଇତିର ବାହାଘର ହୋଇଯାଇଥିଲା। ସବୁ ପୁରୁଣା ଦିନ ଆଉ ପୁରୁଣା ସ୍ମୃତିକୁ ଭୁଲି ଇତି ଏକ ନୂଆ ସଂସାର କରିବାକୁ ଚିନ୍ତା କରିଥିଲା। 2 ବର୍ଷ ବେଶ ହସ ଖୁସିରେ ଚାଲିଥିଲା ପରିବାର। ଉଭୟଙ୍କର ପୁଅ ବି ଗୋଟେ ଜନ୍ମ ହୋଇଥିଲା। ବାହାଘର 2 ବର୍ଷ ପରେ ଜଣାପଡ଼ିଥିଲା ସ୍ୱାମୀକୁ ବ୍ଲଡ଼ କ୍ୟାନ୍ସର। ଆଉ ରୋଗ ଜଣାପଡ଼ିବାର 1 ବର୍ଷ ପରେ ସ୍ୱାମୀ ଆରପାରିକୁ ଚାଲିଯାଇଥିଲା। ଆଉ ସେବେଠୁ ଆରମ୍ଭ ହୋଇଯାଇଥିଲା ଇତିର ଦୁଃଖ ଭରା କାହାଣୀ। ବର୍ଷକର ପୁଅକୁ ନେଇ ଶାଶୁଘରେ ରହିଲା, ହେଲେ ଶାଶୁଘର ଲୋକେ ଅନେକ ନିର୍ଯାତନା ଦେଲେ। ତଥାପି ନିଜ ପୁଅ ପାଇଁ ସବୁ ସହିବାକୁ ପ୍ରସ୍ତୁତ ଥିଲା। କିନ୍ତୁ ଅତ୍ୟାଚାରର ସୀମା ଟପିଗଲା ପରେ ଶାଶୁଘର ଛାଡ଼ି ବାପଘରକୁ ଗଲା। କିଛି ଦିନ ତ ବାପଘରେ ଠିକ୍ଠାକ୍ ଥିଲା, ତାପରେ ଭାଉଜମାନଙ୍କର କଥା ସହିବା କଷ୍ଟକର ହୋଇଯାଇଥିଲା। ଶେଷରେ ଆମର ଜଣେ ସାଙ୍ଗ ରୀତାକୁ କହିଲା ତା ପାଇଁ ଗୋଟେ ଜବ୍ ବୁଝିଦେବାକୁ। ଆଉ ସେ ଭୁବନେଶ୍ୱରରେ ଗୋଟେ ଜବ୍ ବି ବୁଝି ଦେଇଥିଲା। ହେଲେ ଏତେ ଛୋଟ ଛୁଆକୁ ଛାଡ଼ି କେମିତି ଜବ୍ କରିବାକୁ ଯିବ ସେ କଥା ଚିନ୍ତାରେ ଥିଲା। ତଥାପି ସାହସ କରି ଭୁବନେଶ୍ୱର ଆସିଲା। ଗୋଟେ ଭଡ଼ା ଘର ନେଇ ରହିଲା। ଆଉ ଷ୍ଟ୍ରଗଲ୍ କରି କରି ଆଜି ଏଇ ଜାଗାରେ ପହଞ୍ଚି ଯାଇଥିଲା। ତା ପୁଅକୁ 15 ବର୍ଷ ହୋଇଯାଇଥିଲା। ମେଟ୍ରିକ୍ରେ ଭଲ ରେଜଲ୍ଟ ବି କରିଥିଲା। ଆଉ ଏ 20 ବର୍ଷ ଭିତରେ ତା ଷ୍ଟ୍ରଗଲ୍ର କାହାଣୀ ଶୁଣି ମୋ ଆଖିରୁ ଲୁହ ଆସିଯାଇଥିଲା। ସେ ଯେତେ ସୁନ୍ଦରୀ ଥିଲା, ଚାହିଁଥିଲେ ଆଉ କେଉଁଠି ବି ବାହା ହେଇପାରିଥାନ୍ତା। କିନ୍ତୁ ସେଇ ପୁଅର ମୁହଁକୁ ଚାହିଁ ନିଜର ସବୁ ଖୁସିକୁ ଜଳାଞ୍ଜଳି ଦେଇସାରିଥିଲା। ଆଉ ତା ଭିତରେ ମୁଁ ଘରେ ଆସି ପହଞ୍ଚି ଯାଇଥିଲି। ତା ସହିତ ମଝିରେ ମଝିରେ ଫୋନ୍ରେ ବି କଥା ହେଉଥିଲି। ହେଲେ ସେ ଆଗଠାରୁ ବହୁତ ବଦଳି ଯାଇଥିଲା। ସେଇ ଚୁଲବୁଲି ସୁନ୍ଦରୀ ଝିଅଟା ଷ୍ଟ୍ରଗଲ୍ କରି କରି ଏ ଦୁନିଆକୁ ପୁରା ଚିହ୍ନି ଯାଇଥିଲା। ଏ କାହାଣୀ ମୋର ଜଣେ ସାଙ୍ଗର କାହାଣୀ। ସେ ଯେତେବେଳେ ମୋ କାହାଣୀ ଶୁଣିଲା, ସେତେବେଳେ ଏଇ କାହାଣୀଟା କରିବାକୁ ମୋତେ ବାଧ୍ୟ କରିଥିଲା। ଆଉ ଏଇ କାହାଣୀ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ହଁ, ଖୁବ୍ ଶୀଘ୍ର ଆସୁଛି ବଣ୍ଟି ବବୁଲିଙ୍କ ରଙ୍ଗ ନମ୍ବର ପ୍ରେମ, ସବୁଦିନ ରାତି 9ଟାରେ। ଦେଖିବାକୁ ଜମା ବି ଭୁଲିବେନି। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।